ଦର୍ଶନର ସଂଜ୍ଞା ଓ ଶାଖା। ଦର୍ଶନ କହିଲେ ଦେଖିବା ବା ଜ୍ଞାନ ବା ତତ୍ତ୍ୱ ଖୋଜା ବିଦ୍ୟା ବା ଶାସ୍ତ୍ରକୁ ବୁଝାଏ। ଦର୍ଶନ ଏକତମ ଗହନ ଗୂଢ଼ ବା ରହସ୍ୟମୟ ମସ୍ତିଷ୍କ ଖେଳା ବିଦ୍ୟା। ଦର୍ଶନ ସହଜସାଧ୍ୟ ବିଦ୍ୟା ନୁହେଁ, ଏହା କଷ୍ଟକର ବା ଆୟାସସାଧ୍ୟ ବିଦ୍ୟା। କାରଣ ଜ୍ଞାନ ଅଜସ୍ର ଅସଂଖ୍ୟ। ଜ୍ଞାନକୁ ଅଗାଧ ସମୁଦ୍ର ସହିତ ବୈଜ୍ଞାନିକ ସାର୍ ଆଇଜାକ୍ ନ୍ୟୁଟନ ତୁଳନା କରି କହିଛନ୍ତି ଯେ, ମୁଁ ବାଳକତୁଲ୍ୟ ବେଳାଭୂମିରୁ ଉପଳଖଣ୍ଡମାନ ସଂଗୃହୀତ କରୁଅଛି, କିନ୍ତୁ ଅନନ୍ତ ଜ୍ଞାନ ମହାର୍ଣ୍ଣବ ସମୁଦ୍ର କୂଳରେ ପଡ଼ିଅଛି। ସାର୍ ଆଇଜାକ୍ ନ୍ୟୁଟନ ନାମକ ପ୍ରବନ୍ଧରେ ଭକ୍ତକବି ମଧୁସୂଦନ ରାଓ ଏହାକୁ ଉଦ୍ଧାର କରି ଲେଖିଛନ୍ତି। ଉକ୍ତ ପ୍ରବନ୍ଧଟି ମୋର ନବମ ଶ୍ରେଣୀର କ୍ଲାସ୍ କୋର୍ସରେ ଥିଲା। ମୟୂରଭଞ୍ଜର ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ଥାଇ ମୁଁ ପ୍ରବନ୍ଧଟିକୁ ପାଠ୍ୟକ୍ରମ ପାଠରେ ପଢ଼ିଥିଲି। ଦର୍ଶନକୁ ଇଂରାଜୀରେ ଫିଲୋସଫି କୁହାଯାଇଅଛି। ଏହି ଫିଲୋସଫି ନାମକ ଶବ୍ଦଟିକୁ ଗ୍ରୀକ୍ ଶବ୍ଦରୁ ଆଗତ ବୋଲି କୁହାଯାଇଅଛି। ଦୁଇଟି ଗ୍ରୀକ୍ ଶବ୍ଦ ଯଥା ଫିଲୋସ୍ ମାନେ ଭଲ ପାଇବା ଏବଂ ସୋଫିଆ ମାନେ ଜ୍ଞାନର ମିଶ୍ରିତକୁ ନେଇ ଇଂରାଜୀରେ ଫିଲୋସଫି କୁହାଯାଇଅଛି, ଯାହାର ମାନେ ହେଲା ଜ୍ଞାନ ଖୋଜିବାର ବିଦ୍ୟା ବା ଶାସ୍ତ୍ର। ଇଂରାଜୀରେ ଫିଲୋସଫି ଇଜ୍ ଦ ସାଇନ୍ସ ଅଫ୍ ନଲେଜ ଏବଂ ଏହି ଫିଲୋସଫି ସଂସାରର ଯେତେ ପ୍ରକାର ଜ୍ଞାନଶାସ୍ତ୍ର ଅଛି ସବୁର ଉଦ୍ଭାବକ, ଆବିଷ୍କାରକର, ଜନନୀ ବୋଲି ଅଭିହିତ କରାଯାଇଅଛି। ସଂସାରରେ ସବୁ ଶାସ୍ତ୍ରର, ସବୁ ଲୋକଙ୍କର ଏକ ଏକ ନିଜସ୍ୱ ଦର୍ଶନ ବା ଦେଖିବା ବା ଦୃଷ୍ଟିକୋଣ ଅଛି। ଦେଖିବା ଆଖିରେ, ଭାବିବା ମନରେ ହୋଇଥାଏ। ମନର ବି ଚକ୍ଷୁ ବା ଦେଖିବା ଅଛି, ଶିବଙ୍କର ତ୍ରିନେତ୍ର ଥିବା ଭଳି। ଶିବଙ୍କର ତ୍ରିନେତ୍ରକୁ ମଣିଷ ନିଜର ମସ୍ତିଷ୍କର ଭାବନାରୁ ବାହାର କରି କଳ୍ପନା କରି ମୂର୍ତ୍ତିରେ ଆଙ୍କିଅଛି। ଫିଲୋସଫିର ମାନେ ହେଲା ଜ୍ଞାନ ପ୍ରତି ଭଲ ପାଇବା। ଫିଲୋସଫି ମିନ୍ସ ଲଭ୍ ଅଫ୍ ୱିଜଡମ୍। ଆଉ ଯେଉଁ ମଣିଷ ଜ୍ଞାନକୁ ଭଲ ପାଏ ତାକୁ ଫିଲୋସୋଫର କହନ୍ତି। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ମତରେ ଫିଲୋସଫି ହେଉଛି ଯୁକ୍ତିସଙ୍ଗତ ଅନୁସନ୍ଧାନ, ପ୍ରକୃତିର ବାସ୍ତବତାକୁ ଜାଣିବା। ଫିଲୋସଫି ଇଜ୍ ଏ ଲଜିକାଲ ଇନକ୍ୱାରି ଇନଟୁ ଦି ନେଚର ଅଫ୍ ରିଆଲିଟି। ଦାର୍ଶନିକ ଫିଟ୍ଜେଙ୍କ ଅନୁଯାୟୀ ଫିଲୋସଫି ଇଜ୍ ଦ ସାଇନ୍ସ ଅଫ୍ ନଲେଜ। ପୁଣି ଫିଲୋସଫିର ନାମକରଣ ଦେବାକୁ ଯାଇ କୁହାଯାଇଅଛି କି ଏହା ହେଉଛି ସାଧାରଣ ଏବଂ ମୌଳିକ ସମସ୍ୟା, ଯାହାକି ଅବସ୍ଥିତି, ଜ୍ଞାନ, ବିଜ୍ଞାନ, ମୂଲ୍ୟବୋଧ, କାରଣ, ମସ୍ତିଷ୍କ, ମନ, ଭାଷା ସହିତ ଜଡ଼ିତକରଣ ବା ସମ୍ବନ୍ଧିତ। ପୁଣି ଫିଲୋସଫିର ସଂଜ୍ଞା ବା ନାମକରଣ ଦେଇ କୁହାଯାଇଅଛି, ଏହା ହେଉଛି ଯୁକ୍ତିସଙ୍ଗତ ଉଦ୍ୟମ, ବୁଝିବାର ପ୍ରକ୍ରିୟା, ମୌଳିକ ଭାଷା ସମ୍ପର୍କିତ ପ୍ରଶ୍ନାବଳୀ, ଜାଣିବାର ଉପାୟ। ଦର୍ଶନ ହେଲା ଜଗତ ଏବଂ ଜୀବନ ସମ୍ବନ୍ଧରେ ସଯୌକ୍ତିକ ଜାଣିବା। ଉପରୋକ୍ତ ବିବରଣୀରୁ ସ୍ପଷ୍ଟ ଜଣାପଡ଼େ କି ମନୁଷ୍ୟର ଦୁର୍ଲଭ କଷ୍ଟକର ଜୀବନ ପାଇଁ ଦର୍ଶନର ଚାହିଦା କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ମଣିଷର ଜ୍ଞାନ ପିପାସିତ କାରଣରୁ ଦର୍ଶନର ଜଗତରେ ଅବସ୍ଥିତି। ମନରେ ପ୍ରଶ୍ନ ଉଠିଥାଏ କି ତତ୍ତ୍ୱ ବା ଥିଓରି କ'ଣ ଏବଂ ତତ୍ତ୍ୱ କେଉଁଠୁ ଆସେ। ଏହାର ସହଜ ବ୍ୟାଖ୍ୟା ହେଲା ତତ୍ତ୍ୱ ଏକ ଏକ ମତଦାନ। ସଂସାର ଜୀବନର ବିଭିନ୍ନ ସ୍ଥିତିକୁ ନେଇ ଜ୍ଞାନୀ ଜନମାନେ ଯାହା ସୁଚିନ୍ତିତ ଉପାୟରେ କହିଯାଇଛନ୍ତି, ମତବ୍ୟକ୍ତ କରିଯାଇଅଛନ୍ତି, ତାହାକୁ ଶେଷରେ ତତ୍ତ୍ୱ ନାମରେ ଅଭିହିତ କରାଯାଇଅଛି। ଏବଂ ଜଗତ ଜୀବନର ବିବିଧ ତତ୍ତ୍ୱରାଜି ମଣିଷ ଜୀବନର ଅତିବାହିତିକ ପ୍ରାୟୋଗିକ ଚିନ୍ତନରୁ ଆସିଥାଏ ଏବଂ ଆସିଅଛି। ବିଚାରର ପ୍ରାୟୋଗିକତାରୁ ତତ୍ତ୍ୱ ବା ଧାରଣାର ଆଗମନ ମୀମାଂସା କ୍ଷେତ୍ରରେ ହୋଇଥାଏ। ଉଦାହରଣ ହେଲା ଭାଗବତ ଗ୍ରନ୍ଥର ରଚୟିତା ଅତିବଡ଼ି ଜଗନ୍ନାଥ ଦାସ ତାଙ୍କର ସେହି ଗ୍ରନ୍ଥରେ କହିଲେ, ଯାହାକୁ ରଖିବେ ଅନନ୍ତ କିକରି ପାରେ ବଳବନ୍ତ କାଳର ବଶଏ, ଜଗତ ପ୍ରାଣିଏ କାଳର ଆୟତ ସେ କାଳ ବସେ ସର୍ବେ ଚଳି ପବନ ଯେହ୍ନେ ଘନାବଳି। ଏହିସବୁ ସୁନ୍ଦର ମନମୁଗ୍ଧକର ରମଣୀୟ ପଦ ବା ଧାଡ଼ିମାନଙ୍କୁ କବି ତତ୍ତ୍ୱ ବା ମତଦାନ କରି ଜୀବନକୁ ବିତେଇକି, ଜୀବନକୁ ଦେଖିକି, ବ୍ୟବହାର ବା ପ୍ରୟୋଗମୟତାରେ ଆସିକି ବେଦରଗାର କରିକି ଲେଖିଦେଇ ଯାଇଅଛନ୍ତି, ଯାହାକୁ ଆମେ ମଣିଷ ପାଠକେ ଭୁଲ
ବୋଲି କଦାପି କହିପାରିବା ନାହିଁ। ଧାଡ଼ିଗୁଡ଼ିକ ଯଦି ଭୁଲ ଭ୍ରମଯୁକ୍ତ ଥାଆନ୍ତା ତେବେ ପାଠକ ମଣିଷର ମନେ ରହିନଥାନ୍ତା। ପ୍ରାଥମିକ ବିଦ୍ୟାଳୟର ସ୍କୁଲ କାନ୍ଥରେ ଲେଖାଯାଇ ନଥାନ୍ତା। ସାହିତ୍ୟର ପଦ୍ୟ ପାଠରେ ସୂକ୍ତିମାଳା ନାମରେ ସାର୍ ପିଲାମାନଙ୍କୁ ଶ୍ରେଣୀରେ ପଢ଼ାଇ ନଥାନ୍ତେ, ଆଉ ପିଲା ପରୀକ୍ଷାର ଉତ୍ତର ଖାତାରେ ଉତ୍ତର ଦେଇ ନଥାନ୍ତା। ସୁତରାଂ ଏହିସବୁ ଅବିସ୍ମରଣୀୟ ଧାଡ଼ିମାନଙ୍କରେ ଦର୍ଶନ, ବିତାନ, ପ୍ରଜନନ, ପ୍ରୟୋଗ ଅଛି। ତେଣୁ ପ୍ରୟୋଗରୁ ତତ୍ତ୍ୱ ଆସେ। ସଂସାର ଏବଂ ଜୀବନ ରୂପକ ବିଶାଳ ପରୀକ୍ଷାଗାରରୁ ଲ୍ୟାବୋରେଟୋରୀ ଟେଷ୍ଟ କରି ବୈଜ୍ଞାନିକ, କବି, ଅତି ବଡ଼ି ଉପାଧିପ୍ରାପ୍ତ କଳାକାର, ସ୍ରଷ୍ଟା ଅକ୍ଷର କୋଣାର୍କ ରଚିଯାଇ ଅଛନ୍ତି ଲେଖନୀ ମୁନର ନିର୍ମାଣ ରୀତିରେ। ସେହିପରି କବିଙ୍କର ସର୍ବେ ଚଳିବେ କାଳ ବଳେ, ଯଶ ରହିବ ମହି ତଳେ। ଏହି ଦର୍ଶନ ବା ଦେଖିବା ବିଦ୍ୟା ଜ୍ଞାନ ମଣିଷ ଜୀବନର ସୁଦକ୍ଷ ପରୀକ୍ଷା କରିବା ପରେ ଯାଇ ଲେଖନୀରୁ ନିର୍ଗତ ହୋଇଛି, ଯାହାକୁ ପରବର୍ତ୍ତୀ ଭବିଷ୍ୟତର ମଣିଷ ଜୀବନଧାରୀ ଅଗଣିତ ସାହିତ୍ୟକୁ ପ୍ରାଣଭରି ହୃଦୟ ଦେଇ ଭଲ ପାଉଥିବା ଦାର୍ଶନିକ ପାଠକ ଘୋଷି ହେଉଥିବ ସିନା ଭୁଲ ବୋଲି କହିପାରିବ ନାହିଁ। ଅନୁବୀକ୍ଷଣର ବିରାଟ ବଡ଼ ପରୀକ୍ଷା ଭୁଲ ହୋଇପାରିବ ନାହିଁ କଦାଚନ ବା କସ୍ମିନ୍ କାଳରେ। ଇଂରାଜୀ କବିତା ଫେମ୍ ଆଣ୍ଡ ଫ୍ରେଣ୍ଡସିପ୍ କବିତାରେ ବି ଯଥାର୍ଥରେ ଏମିତି ବାକ୍ୟଟିଏ ଅଛି, ଯାହାକି ମୁଁ ମୋର 10ମ ଶ୍ରେଣୀର ସିଲେକ୍ସନ୍ ଅଫ୍ ଇଂଲିଶ ପୋଏଟ୍ରି ବହିରେ ପଢ଼ିଥିଲି। ଫେମ୍ ଇଜ୍ ଏ ଫ୍ରୁଟ୍ ଦ୍ୟାଟ୍ ଡେଡ୍ ମ୍ୟାନ୍ ଇଟ୍। ଯଶ କୀର୍ତ୍ତି ଏଭଳି ଏକ ଖାଦ୍ୟ ଯାହାକୁ ମଲା ଲୋକ ଖାଇଥାଏ। ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି। ଜଗନ୍ନାଥ ଏବଂ ଇଂରାଜୀ କବିଙ୍କ ମଧ୍ୟରେ କେତେ ସମାନତା ତାହା ଦେଖନ୍ତୁ। ଦର୍ଶନକୁ ଭଲ ପାଉଥିବା ହେ ଦାର୍ଶନିକ, ଭାବୁକ, ଚିନ୍ତାଗ୍ରସ୍ତ ମଣିଷ, ଏଇଠି କ'ଣ ଜ୍ଞାନ ଖୋଜା ଶାସ୍ତ୍ର ଦର୍ଶନ ବିଦ୍ୟା ରହିନାହିଁ? ଅଛି, ଅବଶ୍ୟ ରହିଛି। ବିନା ଦର୍ଶନରେ ଜ୍ଞାନ ନାହିଁ। ଆସିବ ବା କୁଆଡ଼ୁ? ଆଗେ ଦେଖା, ତାପରେ ଲେଖା। ସେଥିପାଇଁ ତ ଦର୍ଶନ। ଲାଗି ଲାଗି ପାଇଲେର ସାର୍ ରୋନାଲ୍ଡ ରସ୍ ମଶାମରା ଅଭିଯାନରୁ ଯିଏ ମ୍ୟାଲେରିଆ ରୋଗର କାରଣ ମାଇ-ଆନୋଫିଲିସ୍ ମଶାକୁ ଚିହ୍ନଟ କରିଥିଲେ ପୂତିଗନ୍ଧମୟ ନର୍ଦ୍ଦମାରୁ। ଦର୍ଶନର ଏହା ହିଁ ପ୍ରାୟୋଗିକତା, ପ୍ରୟୋଜନୀୟତା, ତାତ୍ତ୍ୱିକତା ବା ତତ୍ତ୍ୱମସୀ ବା ଜ୍ଞାନ ଖୋଜି। ଫିଲୋସଫି ହେଉଛି ତାର୍କିକ ବା ଯୁକ୍ତିସଙ୍ଗତ ଅନୁସନ୍ଧାନ ବା ଫିଲୋସଫି ଇଜ୍ ଦ ଲଜିକାଲ ଇନକ୍ୱାରି ବୋଲି ସଂଜ୍ଞା ବା ନାମଦାନ ଅଛି। ଜୀବନ ଓ ଜଗତ ସମ୍ବନ୍ଧରେ ଅନ୍ୱେଷଣ ଜ୍ଞାନର ନାମ ଦର୍ଶନ। ଜଗତରେ ଯେତେ ବି ଶାସ୍ତ୍ର ସୃଷ୍ଟି ହୋଇ ଅଛନ୍ତି ସବୁକିଛି ଦର୍ଶନ ଏବଂ ମାନୁଷିକ ଅନୁଭବରୁ ସୃଷ୍ଟି ହୋଇ ଅଛନ୍ତି ବୋଲି କୁହାଯାଇପାରିବ। ଦର୍ଶନ ଶାସ୍ତ୍ରର ଶାଖାରେ ପ୍ରଥମେ ଅଛି ମେଟାଫିଜିକ୍ସ ବା ଆଧିଭୌତିକବାଦ ବା ଅଧ୍ୟାତ୍ମ ବିଦ୍ୟା। ମଣିଷ ଜଡ଼ଜଗତରେ ଯାହା ପଦାର୍ଥ ଦେଖେ ତାହା ପଦାର୍ଥର ସବିଶେଷ ସଂଖ୍ୟା ନୁହେଁ, ବରଂ ମଣିଷର ଅଦେଖାରେ ପଦାର୍ଥ ବହିର୍ଭୂତ ପଦାର୍ଥ ଜ୍ଞାନ ଅଛି। ସ୍ଥିତିରେ ପଦାର୍ଥର ଅବସ୍ଥିତି, ଯାହାର ସ୍ଥିତି ଅଛି ସେ ଏକ ପଦାର୍ଥ। ମେଟାଫିଜିକ୍ସ ମାନେ ଏହା ବ୍ୟାଖ୍ୟା କରେ ଅବସ୍ଥିତିର ସ୍ୱରୂପ, ସତ୍ୟତା ଏବଂ ଜ୍ଞାନର ବ୍ୟାପ୍ତିକୁ। ଏଥିରେ ଆସିବେ ଈଶ୍ୱର ବା ଭଗବାନ ଅଛନ୍ତି ନା ନାହାନ୍ତି? ଯଦି ଅଛନ୍ତି ତେବେ କେଉଁଠି କେମିତି ଅଛନ୍ତି? ଯଦି ନାହାନ୍ତି ତାହେଲେ ଏ ଜଗତର ଆତଯାତ ଜୀବନ କେମିତି ହେଲା? କେଉଁଠୁ ଆସିଲା? କାହାଦ୍ୱାରା ବଦଳୁଅଛି? କେମିତି ସରିଯାଉଛି? ଧ୍ୱଂସ ହେଉଛି? ମଣିଷ ଜନ୍ମ ଓ ମୃତ୍ୟୁର ନିର୍ଦ୍ଧାରଣ ଚାଳନା କେମିତି ହେଉଛି? ସୃଷ୍ଟି, ସ୍ୱରୂପ, ଆତ୍ମା ଓ ଆତ୍ମାର ମୀମାଂସା ବା ଭଲମନ୍ଦର ହେତୁ। ଦ୍ୱିତୀୟରେ ଏପିଷ୍ଟେମୋଲୋଜି। ଏଥିରେ ଜ୍ଞାନତତ୍ତ୍ୱର ମାନେ ଅଛି। ଜ୍ଞାନର ଦର୍ଶନ, ଜ୍ଞାନର ଭିତ୍ତି, ଜ୍ଞାନର ପ୍ରୟୋଗ, ଜ୍ଞାନର ଲାଭ, ଜ୍ଞାନ ପ୍ରାପ୍ତି ବା ମିଳିବାର ଉତ୍ସ, ଜ୍ଞାନର ପ୍ରକୃତତା ବା ବାସ୍ତବତା, ଜ୍ଞାନର ମାଧ୍ୟମ, ଜ୍ଞାନର ସୀମା, ଜ୍ଞାନର ପଦ୍ଧତି, ଜ୍ଞାନ ସମ୍ବନ୍ଧୀୟ ଅଧ୍ୟୟନର ନାମ ଦର୍ଶନର ଏହି ଦ୍ୱିତୀୟ ଶାଖା ଅଟେ। ତୃତୀୟରେ ଏକ୍ସିଓଲୋଜି, ଯେଉଁଥିରେ ନୀତିଶାସ୍ତ୍ର, ଆଦର୍ଶ, ମୂଲ୍ୟବୋଧ, ଜୀବନର ବ୍ୟବହାର, ଜୀବନର ଲକ୍ଷ୍ୟ, ଭଲ ମନ୍ଦ, କର୍ତ୍ତବ୍ୟ ଅକର୍ତ୍ତବ୍ୟ ବା ଡୁଏବୁଲ୍ ଅନଡୁଏବୁଲ୍, କାମ କରିହେବ, କାମ କରିହେବ ନାହିଁର କାମ, ମୂଲ୍ୟବୋଧ ଜନିତ
ଅଧ୍ୟୟନ ଦର୍ଶନ ଶାଖାର ଏହି ଅଂଶରେ ବିଚାର୍ଯ୍ୟ ହୋଇଥାଏ। ମଣିଷର ମୂଲ୍ୟବୋଧ ଓ ଆଚରଣ ପରସ୍ପର ସମ୍ପର୍କିତ ଏଥିରେ ଥାଏ। ମଣିଷ ଗରିବ, ନିମ୍ନ ବର୍ଗର, ତଳସ୍ତରର, ଏହା ମଣିଷର ମୂଲ୍ୟ ବା ସାମାଜିକ ସ୍ଥିତି। ତେଣୁ ଏଠି ସାଧାରଣତଃ ଆମେ ମଣିଷକୁ କେମିତି ଦେଖିବା, ଘୃଣା ଚକ୍ଷୁରେ ଦେଖିବା ନତୁବା ଦେଖିବା ନାହିଁ। ପୁଣି ଏଭଳି ମଣିଷର ମୂଲ୍ୟ ସିନା ଛୋଟ ସାମାଜିକ ବିବେଚନାରେ, ହେଲେ ଏଭଳି ମଣିଷର ମୂଲ୍ୟବୋଧ ବା ବିଚାରଧାରା ଉନ୍ନତ କି ଅନୁନ୍ନତ ଏହା ଜାଣିବା ଏଭଳି ମଣିଷର କାମରୁ, କାର୍ଯ୍ୟକଳାପରୁ, ତା'ର ଆଚରଣ ବା ବ୍ୟବହାରରୁ। ଏଭଳି ମଣିଷ ଅଭାବରେ ଥାଇ ସ୍ୱଭାବ ନଷ୍ଟ କରୁଛି କିମ୍ବା କରୁନାହିଁ, ହାତ ସଫେଇ କରୁଛି, ଘରେ ଉଠା ଚାକରାଣୀ କାମ କରୁଥିବା ବେଳେ, ଘର ଝାଡ଼ୁ କରୁଥିବା ସମୟରେ ଓରଉଣ୍ଡି ସୁଯୋଗ ଦେଖି ଟଙ୍କା ପଇସା ଚୋରି କରୁଛି କିମ୍ବା କରୁନାହିଁ। ଯଦି କରୁଛି ତେବେ ଏଭଳି ମଣିଷର ମୂଲ୍ୟବୋଧ ନାହିଁ। ଯଦି କରୁନାହିଁ, ମାଲିକ ନିଶ୍ଚିନ୍ତ ଅଛି, ତେବେ ଜଣାପଡ଼ିବ ଚାକରାଣୀ ସିନା ମୂଲ୍ୟରେ ଛୋଟ, ନିମ୍ନ ଶ୍ରେଣୀୟ, ଗରିବ, ହେଲେ ମୂଲ୍ୟବୋଧରେ ସଚ୍ଚୋଟ, ସାଧୁ। ସେ ବୁଝେ ଚୋରି କରିବା ମହାପାପ। ଗୃହସ୍ୱାମୀ ନ ଦେଖିଲେ କ'ଣ ହେଲା, ଉପରବାଲା ଭଗବାନ ତ ଦେଖୁଛି। ତା ଆଖିରୁ କିଛି ଲୁଚା ବା ଉହାଡ଼ ନୁହେଁ। ମୋତେ ଇସାରା କରି, ମୋ ଉପରେ ବିଶ୍ୱାସ କରି ଏକାକୀ ମୋତେ ଘର ଝଡ଼ାଉଛନ୍ତି। ନହେଲେ ମୁଁ ଯଦି ଚୋରଣୀ ହାତ ସଫେଇ ଆଣି ଥାଆନ୍ତି, ସେ ମୋର ଘର ଝାଡ଼ିବା ବେଳେ ଠିଆ ହୋଇଥାନ୍ତେ। ଭାବନ୍ତେ ଏଟା ତ ଚୋରଣୀଟା, ଖଟ ଗଦି ତଳୁ କାଲି ପରା ଟଙ୍କା ଉଠେଇ ଅଣ୍ଟାରେ ଖୋସି ଦେଇଥିଲା, ୟାକୁ ଏକା ଛାଡ଼ିବି? କଦାପି ନୁହେଁ। ଆହୁରି ଚୋରି କରି ନେଇଯିବ। ପଚାରିଲେ ଝଗଡ଼ା କରିବ, କାମ କରିବାକୁ ଆସିବ ନାହିଁ। ମୁଁ ପୁଣି କୋଉଠୁ ଗୋଟାଏ କାମତୁଣୀ ନରିଆଣି ଖୋଜିବି? ସେ ଯେ ଚୋରଣୀ ନଥିବ ନହେବ ଏହାର ସତ୍ୟତା କ'ଣ ଅଛି? ଗୋଟେ ରଖିଥିଲି ଯେ ବାସନ ଠିକରେ ଧୋଉ ନଥିଲା, ରେକେଟା ଛାଡ଼ୁ ନଥିଲା, ସର୍ଫ ଲାଗିକି ରହୁଥିଲା, ମୋର କାଚବାସନ ଅନେକ ଭାଙ୍ଗି ଦେଇଥିଲା। ଏମିତି ଅନେକ ସମ୍ଭାବନା ଅଛି। ଅଗତ୍ୟା ମଣିଷର ମୂଲ୍ୟବୋଧ ଓ ଆଚରଣ ପରସ୍ପର ସମ୍ବନ୍ଧିତ ଥାଏ, ତାହା ଉପରୋକ୍ତ କାରଣମାନଙ୍କରୁ ସ୍ପଷ୍ଟ ଜଣାପଡ଼ିଗଲା। ପୁଣି ନୀତି ଆଦର୍ଶର ବ୍ୟାବହାରିକ ଦିଗ ଯେ ଜଡ଼ିତ ଏହା ବି ମାଲୁମ ହୋଇଗଲା। ଏବେ ଦର୍ଶନୀୟ ଶାଖାର ପ୍ରଥମ ବିଭାଗ ପ୍ରକାର ସମ୍ବନ୍ଧରେ ଆଲୋଚ୍ୟ ହେଉଅଛି, ଯାହାର ନାମ ଅଧ୍ୟାତ୍ମ ବିଦ୍ୟା ବା ମେଟାଫିଜିକ୍ସ। ପ୍ରଥମେ ଭଗବାନ ବା ଈଶ୍ୱରଙ୍କର ଅବସ୍ଥିତି ସମ୍ପର୍କରେ କହିଲେ ଦୁଇ ପ୍ରକାର ଚିନ୍ତାଧାରା ଅଛି, ଈଶ୍ୱର ଅଛନ୍ତି ଏବଂ ଈଶ୍ୱର ନାହାନ୍ତି। ଯେଉଁମାନେ ଈଶ୍ୱରଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରନ୍ତି ସେମାନେ ଆସ୍ତିକ। ଏମାନେ କହନ୍ତି ଈଶ୍ୱର ଦିଶୁ ନଥିଲେ ବି ଈଶ୍ୱର ଅଛନ୍ତି, ନହେଲେ ଏ ବିଶାଳ ଜଗତ ବା ବିଶ୍ୱ ଆପଣା ଛାଏଁ ସୃଷ୍ଟି ହୋଇଯାଇ ନାହିଁ। ମଣିଷ ନିଜେ ସୃଷ୍ଟ ନୁହେଁ, ତାକୁ ଈଶ୍ୱର ସର୍ଜିଛନ୍ତି। ଭଗବାନ ଅଛନ୍ତି ବୋଲି ଧର୍ମ ଅଛି, ଧାର୍ମିକ କାର୍ଯ୍ୟ ମଣିଷ ଦ୍ୱାରା ହେଉଅଛି। ଈଶ୍ୱର ଆଲ୍ଲାହ କୋରାନରେ ନିଜର ଅସ୍ତିତ୍ୱ ସମ୍ପର୍କରେ ପରିଚୟ ଦେଇ କହିଛନ୍ତି, ଆଲ୍ଲାହ ନୂର ବା ଆଲୋକୀୟ ସତ୍ତା ବା ଜମା, ଆଉ ମୋର ଆଲ୍ଲାହର ଏଇ ଜମା ଆକାଶଠାରୁ ନେଇକି ପୃଥିବୀ ପର୍ଯ୍ୟନ୍ତ ପରିବ୍ୟାପ୍ତ, ବ୍ୟାପିକି ବେଢ଼ିକି ରହିଅଛି। କୋରାନ 18 ଭାଗ। ପୁଣି 9ମ ଭାଗରେ ଅଛି, ଏକଦା ଆଲ୍ଲାହଙ୍କର ପୈଗମ୍ବର ମୂସା ବା ମୋଜେସ୍, ଯିଏକି ଆଲ୍ଲାହଙ୍କ ସହିତ ସିଧାସଳଖ କଥାବାର୍ତ୍ତା ଅଦେଖା ରୀତିରେ ଶୂନ୍ୟବାଣୀ ଜରିଆରେ କରୁଥିଲେ ବୋଲି ମୂସାଙ୍କୁ ମୂସା କଲିମୁଲ୍ଲା ବୋଲି ମାନ୍ୟତା ବା ଲକବ ଦିଆଯାଇଅଛି। ମୂସା କହିଲେ, ହେ ଆଲ୍ଲାହ, ତୁ ମୋତେ ନିଜକୁ ଦେଖା। ଆଲ୍ଲାହ ମୂସାଙ୍କୁ କହିଲେ, ହେ ମୂସା, ତୁ ମୋତେ କେବେ ବି ଦେଖିପାରିବୁ ନାହିଁ। ଆଚ୍ଛା ହଉ, ଯେବେ ଦେଖିବାକୁ ଇଚ୍ଛା କରିଛୁ ତେବେ ସେଇ ପାହାଡ଼କୁ ଅନା। ମୁଁ ଆଲ୍ଲାହ ମୋର ଜ୍ୟୋତି ସେଇ ପାହାଡ଼କୁ ପକାଉଅଛି। ଯଦି ପାହାଡ଼ର ସ୍ଥିତିରେ କିଛି ବିଘଟନ ହେଲା, ପରିବର୍ତ୍ତନ ଆସିଲା, ତାହେଲେ ତୁ ମୋତେ ଅବିଳମ୍ବେ ଦେଖିବୁ। ଆଲ୍ଲାହଙ୍କର ଜ୍ୟୋତି ପଡ଼ନ୍ତେ ପାହାଡ଼ ଖଣ୍ଡ ବିଖଣ୍ଡିତ ହୋଇଗଲା। ମୂସା ବେହୋସ ଅଚେତ ହୋଇ ପଡ଼ିଗଲେ। ଚେତା ପାଇ କହିଲେ, ଆଲ୍ଲାହ, ମୁଁ ତୋତେ ଦେଖିନେଲି। ସେହିପରି ଆଲ୍ଲାହ ମୂସାଙ୍କୁ ପୈଗମ୍ବରତ୍ୱ ଦେବା ପାଇଁ ପାହାଡ଼ କୋହେ ତୁରକୁ ଡାକିବା ପାଇଁ ତୋବା ନାମକ ଜଙ୍ଗଲରେ ନିଆଁ ଜଳାଇଲେ। ମୂସା ସସ୍ତ୍ରୀକ ଯାଉଥିଲେ, ତୁର ଆଡ଼ୁ ନିଆଁ ଦେଖି କହିଲେ, ମୋତେ ତୁର ଆଡ଼ୁ ନିଆଁ ଦେଖାଗଲାଣି, ତୁମେ ଥାଅ, ମୁଁ ଯାଉଛି ନିଆଁ ଝୁଲରୁ କିଛି ଆଣିବି କି ତୁମେ ସେକି ହେବ। ମୂସା ଯାଇ ପହଞ୍ଚିଲେ। ମଇଦାନର ଡାହାଣ ପଟୁ ଏକ ଗଛ ଆଲୋକିତ ହୋଇଛି ଏବଂ ଭିତରୁ ଆୱାଜ ଆସୁଛି, ହେ ମୂସା, ବାସ୍ତବିକ ମୁଁ ହିଁ ଅଟେ ଆଲ୍ଲାହ, ମାଲିକ ସାରା ଜଗତର। ତୋର ସେ ଡାହାଣ ହାତରେ କ'ଣ ଅଛି? ମୂସା କହିଲେ, ମୋର ଆଶାବାଡ଼ି। ଏଥିକୁ ମୁଁ ତକିଆ କରି ଶୁଏ, ମୋର ଛେଳି ପାଇଁ ପତ୍ର ଝଡ଼ାଏ, ଏଥିରେ ମୋର ଆଉ ସବୁ କାମ କରିଥାଏ। ହେ ମୂସା, ତୁ ପବିତ୍ର ଜଙ୍ଗଲ ତୋଆରେ ଅଛୁ, ପାଦରୁ ପାଦୁକା କାଢ଼ିଦେ। ମୁଁ ଯାହା କହୁଛି ଧ୍ୟାନ ଦେଇ ଶୁଣ। ତୋତେ ଦୁଇଟା ମୋଜେଜା ବା ଚମତ୍କାରିତା ବା ମିରାକିଲ ତୋ ପୈଗମ୍ବରତ୍ୱର
ଚମତ୍କାରିତା ଦେଉଅଛି। ତୋ ଆଶାବାଡ଼ି ତଳେ ପକା, ଡର ନା। ଆଶାବାଡ଼ି ସାପରେ ପରିଣତ ହୋଇଗଲା। ତାକୁ ଆଲ୍ଲାହ କହିବାରୁ, ମୂଷା ତଳୁ ଉଠାଇବାରୁ ତାହା ପୁଣି ବାଡ଼ି ହୋଇଗଲା। ତୋର ଦୁଇ ହାତ ପାପୁଲିକୁ କାଖ ତଳେ ପୂରା, ଧଳା ଚମକିବା ହୋଇ ବାହାରିବ। ମିସରର ରାଜା ଫିରଉନ ପାଖକୁ ଯା। ସେ ମୁଣ୍ଡ ଟେକିଛି, ନିଜକୁ ପ୍ରଭୁତ୍ୱର ଦାବୀ କରୁଛି। ତାକୁ ମୋର ବାଣୀ ଶୁଣା। ମୂଷା କହିଲେ, ମୋର ପାଟି ଖନା ଭଲକରି ଖୋଲୁ ନାହିଁ। ମୋର ଭାଇ ହାରୁନକୁ ରସୁଲ କର। ମୁଁ ମୋର ଶୈଶବ ଯୌବନ କାଳରେ ଫିରଉନର ଠାରେ ବାସ କରୁଥିଲି ଏବଂ ଯୌବନ ସମୟରେ ଜଣେ ଲୋକକୁ ମୁଥ ମାରି ଜୀବନରୁ ମାରିଦେଇଥିଲି। ଡରୁଛି କାଳେ ଫିରଉନ ମୋର କିଛି କ୍ଷତି କରିବ। ଡର ନା, ତୁମେ ଦୁହେଁ ମୋର ପୈଗାମ ବାର୍ତ୍ତା ନେଇ ଯାଅ। ସେ ତୋର କିଛି କ୍ଷତି କରିପାରିବ ନାହିଁ। ମୁଁ ତୁମ ଦୁହିଁଙ୍କର ବାର୍ତ୍ତାଳାପ ଅଦୃଶ୍ୟରେ ଥାଇ ଶୁଣିବି। କୋରାନ ଦ୍ରଷ୍ଟବ୍ୟ। କୋରାନ ଆଲ୍ଲାହଙ୍କ ଲିଖିତ ରଚିତ ଆକାଶୀ ବହି। ମହମ୍ମଦଙ୍କ ଜରିଆରେ ଏହା ଆକାଶରୁ ପୃଥିବୀକୁ ଓହ୍ଲାଇଥିଲା। ଏହାର ସତ୍ୟତା ଏବଂ ଖାଣ୍ଟିପଣକୁ ଅନ୍ତତଃ ପ୍ରତି ମୁସଲମାନ ଅନ୍ଧ ଭାବରେ ବିଶ୍ୱାସ କରିବାକୁ ବାଧ୍ୟ। ନହେଲେ ମୁସଲମାନ ନୁହେଁ, ସାଙ୍ଗେ ସାଙ୍ଗେ କାଫିର ବା ଅବିଶ୍ୱାସୀ ବା ନାସ୍ତିକ, ନାହିଁ ଈଶ୍ୱରବାଦୀ ହୋଇଯିବ। ମଲା ପରେ ଚିର ନର୍କଗାମୀ ହୋଇ ଶାସ୍ତି ପାଇବାର ଧମକ ସାରା ଜଗତର ଜଣେ ମାତ୍ର ପ୍ରଭୁ ଉପାସ୍ୟ ଆଲ୍ଲାହ ସେହି କୋରାନର କାଫ୍ ପାଠରେ କହିଛନ୍ତି। ହିନ୍ଦୁ ଧର୍ମଗ୍ରନ୍ଥ ବେଦ, ଉପନିଷଦ, ରାମାୟଣ, ମହାଭାରତ ସବୁ ମନୁଷ୍ୟକୃତ ରଚିତ ପୁରାଣ, ଯାହାର ଐତିହାସିକ ସତ୍ୟତା ସମ୍ବନ୍ଧରେ କୋରାନ ଏମିତି କହିଛି, ଯେଉଁ ଲୋକ ହାତରୁ ପୁରାଣ ବହି ଲେଖି କହିଦେଉଅଛି କି ଏହା ବି ଦୈବୀ ଗ୍ରନ୍ଥ, ଭଗବତ୍ ରଚନା ଏବଂ ଏଥିରୁ ସାଂସାରିକ ଲାଭ ଫାଇଦା ପାଉଅଛି, ଏଭଳି ଲୋକ ମୃତ୍ୟୁ ପରେ ପରଲୋକରେ ହଇରାଣ ହେବ। ଆଲ୍ଲାହ କହିଛନ୍ତି, ମହମ୍ମଦ ଯଦି କୋରାନ ସମ୍ପର୍କରେ ଗୋଟିଏ କଥା ନିଜ ଆଡ଼ୁ ମନଗଢ଼ା କଳ୍ପନା କରି କହିଥାନ୍ତେ, ତେବେ ସେଇଠି ତାଙ୍କର ବେକ ଗଳାକୁ କାଟି ଦେଇଥାନ୍ତି। ପାଠ ହାକ୍କା। ହିନ୍ଦୁ କହୁଛି ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ଈଶ୍ୱର ଏକ ଏବଂ ଅଦ୍ୱିତୀୟ, ହେଲେ 33 କୋଟି ଦେବତାର ପରିକଳ୍ପନା କରିଛି। ଆଲ୍ଲାହଙ୍କୁ ଛାଡ଼ି ନିଜ ହାତଗଢ଼ା ମୂର୍ତ୍ତିମାନଙ୍କୁ ପ୍ରଭୁ ମାନି ପୂଜା କରୁଛି। ଏଥିରେ ହିନ୍ଦୁର ଈଶ୍ୱରୀୟ ସ୍ଥିତିର କଳନା ଜଟିଳ ବ୍ୟାପାର ହୋଇଅଛି। ସେହିପରି ଖ୍ରୀଷ୍ଟିଆନ ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର କହୁଛି, ଯୀଶୁଙ୍କୁ ପ୍ରଭୁ କହୁଛି। ସୁତରାଂ ଖ୍ରୀଷ୍ଟ ଧର୍ମର ବିଶ୍ୱାସରେ ଖାଣ୍ଟିପଣତା ଦିବ୍ୟ ପବିତ୍ର କୋରାନ ଦର୍ଶାଏ ନାହିଁ। ଆଉ ଜୈନ, ବୌଦ୍ଧ, ଶୈବ ମହିମା ହିନ୍ଦୁ ଧର୍ମର ପରିବର୍ତ୍ତିତ ପୌତ୍ତଳିକତାର ରୂପ। ଆତ୍ମା। ଆତ୍ମା ଭଲ ମନ୍ଦ ହୋଇ ପ୍ରକାରରେ ଦୁଇଟି। ଆତ୍ମା ଅମର। ହିନ୍ଦୁ ଧର୍ମ ଅନୁଯାୟୀ ଆତ୍ମା ଦେହ ବଦଳାଏ, ଘଟ ପରିବର୍ତ୍ତନ କରେ। ହେଲେ ଇସଲାମରେ ଆତ୍ମା ଇଲିନ ଓ ସିଜ୍ଜିନରେ ମଣିଷର ମଲା ପରେ ଯାଇ ରହେ। ଇଲିନରେ ପୁଣ୍ୟାତ୍ମା, ସିଜ୍ଜିନରେ ଦୁଷ୍ଟ ବା ପାପାତ୍ମା ଯାଇ କୟାମତ ପର୍ଯ୍ୟନ୍ତ ବିଚାର ଦାନ ପାଇଁ ରହନ୍ତି ବୋଲି କୋରାନ କହିଅଛି। ହିନ୍ଦୁ ଧର୍ମ ପୁନର୍ଜନ୍ମ ଉପରେ ଆତ୍ମାର ଅବସ୍ଥିତିକୁ ନେଇ ବିଚାର କରୁଥିବା ବେଳେ ଇସଲାମ ଧର୍ମ ଆତ୍ମାର ପୁନର୍ଜୀବନ ଉପରେ ବିଶ୍ୱାସ କରି କହେ, ମିନହା ଖଲକ୍ନାକୁମ୍ ଓଫିହା ନୁଇଦୁକୁମ୍ ଓମିନହା ନୁଖରିଜୁକୁମ୍ ତାରତନ୍ ଉଖରା। ଓଡ଼ିଆ ଅର୍ଥ ହେଲା, ଆମ୍ଭେ ଆଲ୍ଲାହ ମଣିଷକୁ ଭୂମିରୁ ମାଟିରୁ ହିଁ ତିଆରି କରିଛୁ, ପୁଣି ସେଇଥିରେ ମୃତ୍ୟୁ ଦେଇ ନେଇଯିବୁ, ସେଥିରୁ ପୁଣି ଦ୍ୱିତୀୟ ଥର ବାହାର କରାଇବୁ। ପାଠ ତାହା। କୋରାନ 16 ଭାଗ। ଇସଲାମ ଧର୍ମ କହେ, ଆତ୍ମା ଦେହ ବଦଳାଏ ନାହିଁ। ଆତ୍ମାର ସ୍ଥିତି ଅଛି ବୋଲି ତ ସେ ଦେହ ଭିତରେ ଜୀବକୁ ସଚଳ କରି ବଞ୍ଚାଇ ରଖିଛି। ଆତ୍ମା ଦେହରୁ ବାହାରି ଚାଲିଗଲେ ଜୀବର ମୃତ୍ୟୁ ହୋଇଯାଉଛି। ମଣିଷ ଆତ୍ମାକୁ ପୁଣ୍ୟ, ଦୁଷ୍ଟ ବା ପାପୀ ଈଶ୍ୱର କରାନ୍ତି ବୋଲି ନିଜେ କୋରାନରେ କହିଛନ୍ତି। ଆଲ୍ଲାହ କହିଛନ୍ତି, ମୁଁ ଯାହାକୁ ଚାହିଁବି ଭଲ ବାଟ ଦେଖାଇବି, ଯାହାକୁ ଚାହିଁବି ପଥହୁଡ଼ା କରାଇବି। ଆଉ ଏସବୁ ଶୈତାନ ଜରିଆରେ ଆତ୍ମା ଦ୍ୱାରା ସଂସାଧିତ। ପ୍ରକୃତିର ଏହା ହିଁ ବିକଳ୍ପ ବା ଅଲ୍ଟିମେଟ୍ ନେଚର ଅଫ୍ ରିଆଲିଟି। ଶାସ୍ତ୍ର ଦର୍ଶନର ତୃତୀୟ ଶାଖା ହେଲା ଏପିଷ୍ଟୋମୋଲୋଜି, ଯେଉଁଥିରେ ଜ୍ଞାନତତ୍ତ୍ୱ ରହିଅଛି। ଏହାର ଉପକାରଣମାନ ହେଲେ ଜ୍ଞାନ ପ୍ରାପ୍ତି କେଉଁଠୁ ମିଳିବ, ଜ୍ଞାନର ବାସ୍ତବତା ବା ପ୍ରକୃତତା କ'ଣ, ଜ୍ଞାନ ପ୍ରାପ୍ତିର ମାଧ୍ୟମ, ଜ୍ଞାନ ପ୍ରାପ୍ତିର ସୀମା ପଦ୍ଧତି ସବୁ କ'ଣ ଅଛି ଇତ୍ୟାଦି ପ୍ରସଙ୍ଗରେ ଜାଣିବା ବା ଅଧ୍ୟୟନ ଥାଏ। ଜ୍ଞାନ ସହିତ କାହାର ସମ୍ପର୍କ ରହିଅଛି, ଶାସ୍ତ୍ରୀୟ ବା ପୁସ୍ତକୀୟ ଜ୍ଞାନ ଏବଂ ବ୍ୟାବହାରିକ ଅଭିଜ୍ଞତା ସିଦ୍ଧ ଜ୍ଞାନ ହୋଇ ଦୁଇ ପ୍ରକାର ଜ୍ଞାନ ଅଛି। ଶାସ୍ତ୍ରୀୟ ଜ୍ଞାନ ପଠନ ବା ପଢ଼ିବାରୁ ମିଳେ। ଜ୍ଞାନ ଅଜସ୍ର। ସବୁ ଜ୍ଞାନ ମଣିଷ ପାଇଁ ଅଜଣା। ପୁଣି ସବୁ ଜ୍ଞାନ ଜାଣିବା ଅନାବଶ୍ୟକ ବା ଦରକାରୀ ନୁହେଁ। ଜ୍ଞାନ ପରିବର୍ତ୍ତନଶୀଳ। ପରିସ୍ଥିତି ଭେଦରେ ମଣିଷର ଜୀବନ ବିତାନ ଅନୁଯାୟୀ ବି କିଛି ଜ୍ଞାନ ଧାରଣାରେ ଆସେ, ଯାହାକି ବ୍ୟାବହାରିକ ଜ୍ଞାନରେ ଯିବ। ସୁଖ କହିବି ନା ଦୁଃଖ କହିବି, ଅଙ୍ଗେ ନିଭାଇଥିବା କଥା କହିବି। ବ୍ୟାବହାରିକ ଜ୍ଞାନ ସମ୍ପର୍କରେ ପ୍ରବାଦ ଅଛି। ଜ୍ଞାନତତ୍ତ୍ୱ ହେଲା
ଜ୍ଞାନ ତତ୍ତ୍ୱ ହେଲା କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେକରି ପାରିବ ଆନ ଶତ ପ୍ରତିଷେଧ ଲଙ୍ଘି ପଶିଥାଏ କର୍ମଫଳ ବଳିଆନ कर्म किए जा फल की इच्छा मत कर ए इंसान जैसे कर्म करेगा वैसे फल देगा भगवान ये है गीता का ज्ञान ये है गीता का ज्ञान जैसी करनी वैसी भरनी ए जीव सो यूरिप जैसे बोयोगे वैसे काटोगे यद्यपि दुख थाए निज जीवने सुख न दिए देखा धरा दर्शने निज जीवने हेले सुख आगत सुखरे परिपूर्ण दिशे जगत तपस्विनी काव्य गंगाधर मेहेर কোরআন কহে ତୁମକୁ ତାହାରି ବଦଳ ଯାହା କରୁଥିଲ ଉପରୋକ୍ତ ଜ୍ଞାନ ତତ୍ତ୍ୱ ବା ଥିଓରି ଅଫ୍ ନଲେଜର ବ୍ୟାଖ୍ୟା କରିବା ଦରକାର ନାହିଁ ସହଜରେ ବୁଝି ହୋଇଯାଉଛି ସିଂହ ଶୋଷକ କଥାରେ ବୁଦ୍ଧି ଯାହାର ବଳ ତାହାର ଜ୍ଞାନ ତତ୍ତ୍ୱର ପ୍ରୟୋଗ ବ୍ୟାଖ୍ୟା କାହାଣୀ ରୂପରେ ସଂସ୍କୃତ ଭାଷାରେ ଅଛି ଅସାଧ୍ୟ ସାଧନମ୍ ନାମକ ସଂସ୍କୃତ ଗଳ୍ପରେ ବୋପଦେବ ନାମରେ କୌଣସି ବ୍ରାହ୍ମଣ ପୁଅ ବିଦ୍ୟା ହେବନି ଶୁଣି ମନ ଦୁଃଖରେ ଯାଇ ପୋଖରୀ ତୁଠରେ ବସିଥିବା ବେଳେ ଦେଖିଲା ମାଠିଆ ରଖି ରଖି ପଥରରେ ଗାତ ସୃଷ୍ଟି ହୋଇଥିବାର ଦେଖି ଜୀବନରେ ଅସାଧ୍ୟ ବିଦ୍ୟାକୁ ସାଧି ପାରିଥିଲା ଅଜ୍ଞାତ କୁଳଶୈଳସ୍ୟ ବାସ ନ ଦେୟ ଜ୍ଞାନ ତତ୍ତ୍ୱ ଅଜଣା ବ୍ୟକ୍ତିକୁ ପାଖରେ ସ୍ଥାନ ଦେବ ନାହିଁ ଜରଦ୍ଗବ ନାମକ ବୁଢ଼ା ଶାଗୁଣା ପକ୍ଷୀ ଛୁଆ ଜଗିବାକୁ ବିରାଡ଼ି ବୈଷ୍ଣବ ଖାଇବାର ଜାଣି ନ ପାରି ଶେଷରେ ବୁଢ଼ା ଶାଗୁଣା ମଲା ଜ୍ଞାନ ତତ୍ତ୍ୱର ଏସବୁ ପଠନ ଜ୍ଞାନର ସୀମା ଅଛି କିଏ କିଛି ଜାଣିଛି କିଏ ବେଶୀ ଜାଣିଛି କିଏ ଜମା ଜାଣିନାହିଁ ପଢ଼ିବା ପ୍ରକୃତିରୁ ଜ୍ଞାନର ପରିସର ଜଣାଯାଇଥାଏ ପଢ଼ିବା ରୁଚିର କଥା ଏହା ଏକ ଆଚରଣ କିଏ ଧର୍ମ ପୁସ୍ତକ କିଏ ସାହିତ୍ୟ ପୁସ୍ତକ କିଏ ବିଜ୍ଞାନ ପୁସ୍ତକ କିଏ ଖେଳ ପୁସ୍ତକ ପଢ଼ି ଜ୍ଞାନ ହାସଲ କରିଥାନ୍ତି ଏସବୁ ଜ୍ଞାନର ପରିସୀମା ଜ୍ଞାନର ସମ୍ବନ୍ଧ ଅଛି ରାନ୍ଧିବାରେ ନୂଆ ନୂଆ ରନ୍ଧନ ପ୍ରକ୍ରିୟା ଜାଣିବାରେ ଫୁଟବଲ କ୍ରିକେଟ ଦେଖିବାରେ ଏଥିରୁ ତତ୍ସଂକ୍ରାନ୍ତୀୟ ଜ୍ଞାନ ମିଳେ ପଢ଼ିବାରୁ ଶୁଣିବାରୁ ବୁଲିବାରୁ ଦେଖିବାରୁ ବିତେଇବାରୁ ମିଶିବାରୁ ଜ୍ଞାନର ଉତ୍ସ ମିଳିଥାଏ ପୁଣି ଏସବୁ ହେଉଛି ମଧ୍ୟ ଜ୍ଞାନ ପ୍ରାପ୍ତିର ମାଧ୍ୟମ କହିକି ପଚାରିକି ବୁଝିକିରେ ଜ୍ଞାନର ପଦ୍ଧତି ଅଛି ତୃତୀୟରେ ଏକ୍ସିଓଲୋଜି ଦର୍ଶନର ଅନ୍ୟତମ ଶାଖା ଯାହାର ମାନେ ମୂଲ୍ୟବୋଧ ସମ୍ବନ୍ଧୀୟ ଅଧ୍ୟୟନ ଯେଉଁଥିରେ ପୁଣି ନୀତି ଆଦର୍ଶ ରହି ନୀତିଶାସ୍ତ୍ର ବା ଏଥିକ୍ସକୁ ପ୍ରୋତ୍ସାହିତ କରାଏ ବିଶେଷ କରି ମଣିଷ ଜୀବନ ମହତ୍ ଓ ମହନୀୟ ଥିବାରୁ ସେ ତାହାର ବଞ୍ଚିବାରେ ଏକ ଆଦର୍ଶ ଓ ମୂଲ୍ୟବୋଧ ସତତ ରହିଅଛି ଯାହାକି ମଣିଷର ଜୀବନକୁ ସଦା ଉଚିତ ମାର୍ଗରେ ଚାଳିତ କରାଏ ମଣିଷକୁ ମନ୍ଦ ଖରାପ ଉଚ୍ଛୃଙ୍ଖଳ ହେବାକୁ ଦେଇନଥାଏ ମାନବ ସମାଜରେ ମଣିଷକୁ ଆଦର୍ଶବାଦୀ ନୀତିବାଦୀ କରାଏ ଯେଉଁ ମଣିଷ ଏଭଳି ନୁହେଁ ସେଭଳି ମଣିଷର ମହାର୍ଘ ଜୀବନ ସମୟକ୍ରମେ ବିଫଳ ବ୍ୟର୍ଥ ହୋଇଥାଏ ଦୁଃଖ ଅବସାଦ ମନସ୍ତାପରେ ଜୀବନ ବିତେ ଏଥିପାଇଁ ଦରକାର ବଂଶ ପରିବାର ପ୍ରଥା ପରମ୍ପରା ଶିକ୍ଷା ସଙ୍ଗମୟତା ମାନସିକତା ଯେଉଁଥିରୁ ମଣିଷର ବ୍ୟବହାର ଆଚରଣ ତାର ମୂଲ୍ୟବୋଧକୁ ଦେଖାଏ ଜୀବନର ଲକ୍ଷ୍ୟ ଅଛି ଲକ୍ଷ୍ୟ ପୂରଣ ପାଇଁ ମଣିଷ ଜୀବନ ବିତାଏ ସେହି ଲକ୍ଷ୍ୟ ସର୍ବଦା ମହତ୍ ବା ଭଲ ହୋଇଥିବ ତେବେ ଯାଇ ଏଭଳି ମଣିଷ ପାଖେ ଆଦର୍ଶ ଏବଂ ମୂଲ୍ୟବୋଧ ରହିପାରିବ ନୀତିହୀନ ଉଚ୍ଛୃଙ୍ଖଳ ମଣିଷ ପାଖେ ଆଦର୍ଶ ବୋଲି କିଛି ନଥାଏ ଆଉ ମୂଲ୍ୟବୋଧ ଆସିବ କେଉଁଠୁ ମୂଲ୍ୟ ଯାହା ପାଖରେ ନାହିଁ ସେ ମୂଲ୍ୟବୋଧ ଦେଇପାରିବ ନାହିଁ ସାହାଯ୍ୟ ଉପକାର ତ୍ୟାଗ ଧର୍ମ ଭଳି କାମ ଡୁଏବୁଲ ବା କରିହେବ ହେଲେ ମଦ୍ୟପାନ ଚୋରି ଡକାୟତି ଗୁଣ୍ଡାମି ବେଶ୍ୟାବୃତ୍ତି ଅନଡୁଏବୁଲ ବା କରିହେବ ନାହିଁ ଯେହେତୁ ଏହାର କ୍ଷତି ନିଜର ତଥା ସମାଜର ଏକକାଳୀନ ସାଧିତ ହୋଇଥାନ୍ତି ଯେଉଁଥିରେ ନୀତି ଆଦର୍ଶ ଶୃଙ୍ଖଳା ନଥାଏ ସୁତରାଂ ଏଥିକ୍ସ ବି ନଥାଏ ଏଭଳି ଲୋକର ବଂଶରେ ଯଦି କେହି ମଦ ପିଉଥିବ ଚୋରି କରୁଥିବ ପରିବାର ସଦସ୍ୟ ସୁଧାରୁ ନଥିବେ କୁସଙ୍ଗ ଅଶିକ୍ଷା କୁଶିକ୍ଷା ପ୍ରଭାବ ମଣିଷକୁ ଉଦ୍ଭ୍ରାନ୍ତ ଉଚ୍ଛୃଙ୍ଖଳ ଅମାନିଆ କରାଇ ସମାଜର ବିପଥଗାମୀ ପଥରେ ଚଳାଏ ମୂଲ୍ୟବୋଧର ଘୋର ଅଭାବ ପରିଲକ୍ଷିତ କରାଯାଇପାରେ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ର ଶିକ୍ଷାର୍ଥୀଟି ସଙ୍ଗ ଦୋଷରେ ପଡ଼ି ମଦ ପିଇଲା ଗଞ୍ଜେଇ ଖାଇଲା ସାଙ୍ଗ ପକେଟରୁ ପଇସା ଚୋରି କଲା ଗୁଣ୍ଡାମି କରି ତଡ଼ା ଖାଇଲା ଶିକ୍ଷାର ଲକ୍ଷ୍ୟ ସାଧିତ ହୋଇପାରିଲା ନାହିଁ ଯୁବ ମଣିଷର ଏତାଦୃଶ ବ୍ୟବହାର ବା ଆଚରଣର ବିପରୀତ ଲକ୍ଷଣ ଦେଖାଇ ଯାଇ ଛାତ୍ରଟିକୁ ଶିକ୍ଷିତ ପାଠ ପଢ଼ିବା ଚାକିରି ପାଇବା ସମାଜରେ ବି ଭଲ ମଣିଷ କରାଇ ଭଲ ଗୃହରେ ବାହା କରାଇ ଭଲ
ଜ୍ୱାଇଁ, ଭଲ ପୁଅ, ଭଲ ସ୍ୱାମୀ ଏବଂ ଭଲ ପିଲାପିଲିଙ୍କର ଗୃହସ୍ଥ ବାପା କରାଇ ପାରିଲା। ଇଂରାଜୀରେ କଥା ଅଛି, ମ୍ୟାନ୍ ଇଜ୍ ଆର୍କିଟେକ୍ଚର ଅଫ୍ ହିଜ୍ ଓନ୍ ଫର୍ଚ୍ୟୁନ୍, ଅର୍ଥାତ୍ ମଣିଷ ନିଜେ ନିଜର ଭାଗ୍ୟ ନିର୍ମାତା। ନେପୋଲିଅନ୍ ବୋନାପାର୍ଟ କହିଥିଲେ, ମାନବୀୟ ମୂଲ୍ୟବୋଧ ବା ଭ୍ୟାଲ୍ୟୁର ଉତ୍ଥାନ ଉନ୍ନତିକରଣାର୍ଥେ ମଣିଷକୁ ଭଲ ପରିବେଶ ନିହାତି ଦରକାର। ନହେଲେ ମଣିଷର ବ୍ୟବହାର, ମଣିଷ ପ୍ରତି ଆଚରଣ ଭଲ ରହିବ ନାହିଁ। ସଦାଚାର ଶିକ୍ଷା ମଣିଷର ମାନବିକ ମୂଲ୍ୟବୋଧକୁ ଦେଖାଏ। ଗୋଟିଏ ଦରିଦ୍ର ଅଭାବ ବସ୍ତି ପରିବେଶରେ ବଢ଼ୁଥିବା ପିଲା ଠାରୁ ଭବିଷ୍ୟତର ଆଗାମୀ ଜୀବନରେ ମାନବୀୟ ମୂଲ୍ୟବୋଧ ଭ୍ୟାଲ୍ୟୁସ୍କୁ ଭିତ୍ତି କରି ଯଥାର୍ଥ ଉପଯୁକ୍ତ ବ୍ୟବହାର ବା ଆଚରଣ ଆଶା ସହଜରେ କରାଯାଇ ନପାରେ। କାରଣ ଅନ୍ନଚିନ୍ତା ଚମତ୍କାର। ବଞ୍ଚିବା ଯେଉଁଠି ଦୁର୍ବିସହର ହୋଇ ଉଠିଛି, ସେଠି ସଦାଚାର ମୂଲ୍ୟବୋଧର ଅଭାବ ଅବକ୍ଷୟ ସତତ ରହିପାରେ। ସୁତରାଂ ଏଥିରେ ନିରାକରଣ ଦୂରୀକରଣ ଏକାନ୍ତ ଆବଶ୍ୟକ। ଶାସନ ସରକାରୀ ସ୍ତରରେ, ନିଜସ୍ୱ ବ୍ୟକ୍ତିଗତ ପାରିବାରିକ ଉଦ୍ୟମରେ, ମନର ଆଦର୍ଶ ତଥା ନୈତିକ ବିଚାରଧାରାରେ ତେବେ ଯାଇ ମୂଲ୍ୟବୋଧର ଅଧ୍ୟୟନ ମାନବର ଦୁର୍ଲଭ ଜୀବନରେ ଆଶା କରାଯାଇପାରେ।